ତ ଏଇଟା ତ ଦେଖିଥିଲେ ତୁମେ ଅଛି ତ ଏଗୁଡ଼ା ପରଚେସ୍ କରନ୍ତୁ ନାହିଁ କାହିଁକିନା ସାଙ୍ଗମାନେ ଆଉ ଏକ ନୂଆ ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ମୁଁ ଆଉ ବାପୁଆ ଚାଲିଛୁ ଆଜି ବାଡ଼ିକି କାହିଁକିନା ତ ବାଡ଼ିରେ ଆଜି ବାଦାମ ପକା ଚାଲିଛି। ତ ସେଦିନ ତ ଦେଖେଇଥିଲି କାକାହାର ତ ବାଦାମ ପକା ହଉଲା, ତ ଆଜି ଆମ ଘର ବାଦାମ ପକା ଚାଲିଛି। ତ ସାଥିରେ ତ ଆମେ ଚାଲିଛୁ, ହାତରେ ଅଛି ମୋର ବାଲ୍ଟିରେ ଅଛି ବାଦାମ, ତ ସେଠି ଗଲେ ଦେଖେଇବି। ତ ଆଗରେ ତ ବାଦାମ ପକା ଚାଲିଛି, ତ ସେ ଜାଗାକୁ ଆମେ ପହଞ୍ଚିଲେ ମୁଁ ତ ଆପଣଙ୍କୁ ଭିଡ଼ିଓ ଦେଖେଇବି। ତ ଚାଲନ୍ତୁ। ଏଠି ଆମେ ବିଲରେ ମୁଁ ତ ପହଞ୍ଚିବନି, ତ କାଲି ତ ଦେଖେଇଥିଲି ଆମ ବିଲରେ ତ ନଙ୍ଗଳ ହେଇଯାଇଥିଲା, ତ ରୁଟାରେ ଆସି ନଙ୍ଗଳ କରିଦେଇଥିଲା। ତ ଆଜି ବାଦାମ ପକା ଚାଲିଛି, ତ ଆରଥର ବି ଦେଖେଇଥିଲି, ଏଥର ବି ଦେଖଉଛି କାହିଁକିନା ସବୁଦିନ ଭିଡ଼ିଓରେ ଯାହା ସବୁ ହୁଏ ମୁଁ ତ ଦେଖାଏ। ତ ସେ ପାଖରେ ତ ଲୋକ ଅଛନ୍ତି ବାଦାମ ପକାଉଛନ୍ତି, ତ ଏଇଟା ଆମ ବିଲ। ବାପୁଆ ଦେଖିବା ପାଇଁ ଆସିଛି ଆଜି ବାଦାମ କେମିତିଆ ପକା ହେଉଛି। ତ ମୋ କାକାହାର ତ ମେସିନ୍ ଥିଲା, ତ ଆମେ ଅଲଗା ମେସିନ୍ ଆଣିକି ପକାଉଛେ ଆଜି। ତ ମୁଁ ଦେଖଉଛି, ତ ଗୋଟେ ଘୁଣ୍ଟକୁ ନେଉଛନ୍ତି 70 ଟଙ୍କା। ତ ଆସିଛନ୍ତି ଯିଏ ଆମର କତିକି ଯିଏ ଆସିଛନ୍ତି, ତ ଘୁଣ୍ଟ ନେଉଛନ୍ତି 70 ଟଙ୍କା। ତ ଏଠି ଅଛି ବାଦାମ, ବାଦାମ ତ ଆମେ ବାଦାମ ପଡ଼ୁଛି, ତ ସେଠି ବାଦାମ ପକାଉଛନ୍ତି। ତ ଏ ସାଇଡ଼୍ ତ ସକାଳୁ ସକାଳୁ ଆସିକି ତ ବାଦାମ ପକା ହେଇଯାଇଛି। ତ ଏ ମୋ ପଛପଟରେ ଯିଏ ଅଛି, ପଛପଟରେ ତ ବାଦାମ ପକା ହେଇଛି, ତ ଆଉ ଚାଲିଛି ଏବେ ବାଦାମ ପକା। ତ ସେ ତ ଆସୁଛନ୍ତି, ତ ଆଇନେ ମୁଁ ତ ଦେଖେଇବି ଏବେ। ତ ଏଇ ହେଲା ଆମ ବାଡ଼ି, ସେ ସାଇଡ଼୍ରେ ତ ବାଦାମ ପକା ହେଇଲା, ତ ଦେଖେଇଥିଲି। ଏଟାରେ ହେଉଛି ଆମ ଘର ବାଡ଼ି, ତ ଆମର ଆଜି ବାଡ଼ି, ସେଟା ତ କାକା ପକେଇଥିଲେ, ତ ଏଟା ତ ଦେଖିଥିଲେ ତୁମେ। ତ ଦେଖୁଛି ଆଜି ବାଦାମ ପଡ଼ୁଛି ଆମ ଘର ଆଜି। ବହୁତ ଜଲ୍ଦି ପୁରା ଯେତେ ସ୍ପିଡ଼ରେ ୟାକୁ ନେଇକି ଚାଲିବେ ସେତେ ସ୍ପିଡ଼ରେ ଚାଲିଲେ ମାନେ ବାଦାମ ପଡ଼ିବ। ତ ନିଜ କଥା, ତ ଯେମିତି ଠେଲିବ ସେତେ ସ୍ପିଡ଼ ହିଁ ବାଦାମ ପଡ଼ିବ। ତ କାକାଙ୍କର ତ ବାଦାମ ପକା ତ ସରିଛି, ଆମର ତ ଆଜି ଚାଲିଛି। ତ ଦେଖାଯାଉ, ୟା ପରେ ତ ମହି ଦେଇକି ମେଡ଼ିସିନ ମାରିଦେବ ଘାସ ନେବା ପାଇଁ। ତ ମେଡ଼ିସିନ ଆଣିତେ ମୁଁ ଯିବି, ବାପା ବି ଅଛି ଦେଖିବା, ମାନେ ମେସିନ୍କୁ ଦେଖିବା ପାଇଁ ଆସିଛି। ମୁଁ ଭିଡ଼ିଓ କରିଥିଲି, ସେ ଦେଖିଥିଲା, ତ ସେ ଆଜି ଅରିଜିନାଲିଟି ଦେଖିବା ପାଇଁ ଆସିଛି। ତ କେମିତି କି ସେ ବାଦାମ ପଡ଼ୁଛି, ତ ଏଇଟା ଆମ ବିଲ। ତ ବାଦାମ ପକାଉଛନ୍ତି, ତ ସିଏ ବି ପକାନ୍ତୁ, ତ ଆମେ ପଳେଇ ଯିବା ଏବେ। ଯେ ମୁଁ ଏବେ ମେଡ଼ିସିନ ଆଣିତେ ଯିବି, ତ ଆମେ ପଛରେ ଆସିଛି, ବାପା ମୁଁ ପଳେଇ ଯିବା ମେଡ଼ିସିନ ଆଣିବା ପାଇଁ। ତ ମେଡ଼ିସିନ ଆଣିଲା ପରେ ମେଡ଼ିସିନ ମାରିଦେବ, କାହିଁକିନା ଘାସ ପାଇଁ ମାରିଦେବ, କାହିଁକିନା ବହୁତ ଜଲ୍ଦି ଘାସ ହେଇଯିବ। ତ ତାପରେ ମାରିବା ପାଇଁ ପଡ଼ିବ। ତ ଏବେ ଚାଲିଲୁ, ତ ଏଟା ଆମ ବିଲ ତ ମୁଁ ଦେଖେଇଛି। ମାନେ ଯଦି ଏଇ ମେସିନ୍ ପରଚେସ୍ କରିବା ପାଇଁ ଚାହୁଁଛନ୍ତି, ତ ମୋତେ ନିହାତି କମେଣ୍ଟରେ ଜଣେଇବେ। ତ ବହୁତ ସୁବିଧାରେ ବି ମିଳୁଛି। ତ ମେସିନ୍ଟା ଯେଉଁମାନେ ଯାହା ଘର ବଡ଼ ମାନେ ଜମି ଅଛି, ତ ତାଙ୍କ ପର୍ସନାଲ ନେବା ପାଇଁ ଭଲ। କିନ୍ତୁ ଯେଉଁମାନେ ଛୋଟ ଜମି ଅଛି, ତ ଏଗୁଡ଼ା ପରଚେସ୍ କରନ୍ତୁ ନାହିଁ, କାହିଁକିନା ଏତେ ଦାମ ତିନିଟା ଆଣିବେ, ତ କିଛି ଲାଭ ହେବନି, ଘର ପଡ଼ି ରହିବ, ତ କ୍ଷତି ହେବ। ତ ଏମିତି ଇଏରେ ଆଣିକି ମାନେ ଘୁଣ୍ଟ 70 ଟଙ୍କା ନେଉଛନ୍ତି, ତ ଆଣିକି ନିଜେ ପକେଇ ପାରିବେ, ବେଟର ହେବ ସେଇଟା ହିଁ କରନ୍ତୁ। କିନ୍ତୁ ଛୋଟ ଜମିମାନଙ୍କ ପାଇଁ ଏଇଟା ନିଜେ ପର୍ସନାଲ କେହି କିଣନ୍ତୁ ନାହିଁ, କାହିଁକିନା ଭଲ ହେବ ନାହିଁ। ତ ବେଟର ହେବ ଇଏ ଆଣିକି ଚଲାନ୍ତୁ। ଯାଇଛି ମୁଁ ମେଡ଼ିସିନ ନେବା ପାଇଁ, ତ ବାଦାମ ପକା ତ ଚାଲିଛି, ମୁଁ ଏବେ ମେଡ଼ିସିନ ନେଇଯିବି। ତ ମେଡ଼ିସିନ ଦୋକାନ ଆଗରେ ବି ଅଛି, ଦେଖିଲେ ଏଇଟା ମେଡ଼ିସିନ ଦୋକାନ। ମୁଁ ଆସିଛି ମେଡ଼ିସିନ ନେଇକି ଯିବି ଏବେ, ତ ଚାଲନ୍ତୁ। ହେଲା ପରେ ମୁଁ ଆସିଛି ମାଛ ନେବା ପାଇଁ, ତ ଘର ପାଇଁ ତ ମାଛ ଦିଅ ମଜୁତି ହେଇଛି, ତ ବାଦାମ ପକାଇବା ପାଇଁ ତ ଆସିଥିଲି। ମାଛ ବି ଏଠି ନେବା ପାଇଁ ଆସିଛି, ବାଉଲ ମାଛ। ତ ନେଇ ସାରିଲା ପରେ ମୁଁ ଏବେ ଘରକୁ ପଳେଇ ଯିବି। ମୁଁ ମାଛ ଆଉ ମେଡ଼ିସିନ ବି ନେଇ ଆସିଛି, ତ ଏବେ ମେଡ଼ିସିନ ବି ମାରା ହେବ ଗଲେ। ତ ଏଇଟା ଦେଖାଉଛି ପାଖରେ ହେଉଛି ମେଡ଼ିସିନ, ତ ତାପରେ ହେଲା ଏଇଟା ମାଛ। ତ ଏବେ ମୁଁ ଚାଲିଲି ଘର ପାଖକୁ।